नमस्कार मोर प्रिय श्रोता बंधु माने आपण समस्त मो चैनल को स्वागत। बाहाघर प्रथम राति रे स्वामी जिते बेले तार स्त्री रो ओढ़ना उठेला तो खुशी रे पागल हो गला, कारण ता स्त्री देखिबा को बहुत सुंदर थिला। स्वामी टिके जोर पाटी रे कहिबारे लागिला कि सतरे कोन केते सुंदर होई परिबो, तमे आज बहुत सुंदर देखा जाउछ। ସେହି ସମୟରେ ହଠାତ୍ ସ୍ତ୍ରୀର ଆଖିରୁ ଆପେ ଆପେ ଲୁହ ବାହାରି ଆସିଲା। ସ୍ୱାମୀ ତାର ହାତକୁ ସ୍ତ୍ରୀ ହାତ ଉପରେ ରଖି କହିଲା, ଆରେ କଣ ହେଲା, ତୁମେ କାନ୍ଦୁଛ କାହିଁକି? ତୁମର କଣ ଅସୁବିଧା ହେଲା ମତେ କୁହ। ଆଉ କହିବାରେ ଲାଗିଲା କି ମୋ ପାଖରେ ଦୁନିଆର କିଛି ବି ଜିନିଷର ଅଭାବ ନାହିଁ, ମୁଁ ସବୁ ଖୁସି ତୁମ ପାଦ ତଳେ ଢାଳି ଦେବି। ତାପରେ ସ୍ୱାମୀର ସ୍ତ୍ରୀ କହିଲା, ଆଜି ରାତି ତୁମେ ମତେ ଯେତେ ଖୁସି ଦେବା କଥା ଦିଅ, ଆଉ ମୋ ଠାରୁ ଯାହା ନେବା କଥା ନେଇଯାଅ, କାରଣ ତୁମର ମୋ ଉପରେ ପୁରା ଅଧିକାର ଅଛି। କିନ୍ତୁ କାଲି ସକାଳୁ ମୋ ଲାଶ ମୋ ବାପ ଘରକୁ ପଠେଇଦେବ। ଏ କଥା ଶୁଣିବା ମାତ୍ରେ ସମୀରର ମୁଣ୍ଡ ବୁଲେଇ ଦେଲା। ତାପରେ ଆସନ୍ତୁ ଜାଣିବା ପୁରା କାହାଣୀ ଏହି ଭିଡିଓ ମାଧ୍ୟମରେ। ଏହି କାହାଣୀଟି ଗୋଟିଏ ରୋମାଞ୍ଚକର କାହାଣୀ, କିନ୍ତୁ ଆଗକୁ ବଢିବା ଆଗରୁ ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରୁଛି କି ଭିଡିଓଟିକୁ ଲାଇକ୍ କରିଦିଅନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ, ଯାହା ଦ୍ୱାରା ଏମିତି ସୁନ୍ଦର ସୁନ୍ଦର କାହାଣୀ ଆପଣ ମାନଙ୍କ ପାଖକୁ ଆଣିବା ପାଇଁ ମୋର ଆହୁରି ଉତ୍ସାହ ବଢିବ। ଆସନ୍ତୁ କାହାଣୀର ଟିକେ ପଛକୁ ଯିବା। 4 ଜଣ ଝିଅ ସବୁଦିନ ଗୋଟିଏ ବସ୍ତି ଦେଇ କଲେଜ ଯାଉଥିଲେ। ସେମାନେ ସମସ୍ତେ ଗୋଟିଏ କଲେଜରେ ପଢୁଥିଲେ ଆଉ ଗୋଟିଏ କ୍ଲାସରେ ବି BA ଫାଇନାଲ ରେ ପଢୁଥିଲେ। ସେମାନେ ସବୁଦିନ କଲେଜ ଗଲା ବେଳେ ଗୋଟିଏ ବସ୍ତି ଦେଇ ଯାଉଥିଲେ। ବସ୍ତିର ଟିକେ ଆଗରେ ଗୋଟିଏ ଛୋଟ ପୋଲ ପଡୁଥିଲା, ଯାହାକି ବହୁତ ସୁନ୍ଦର ଜାଗା ଥିଲା। ଯିଏ କି ସେ ରାସ୍ତା ଦେଇ ଯାଉଥିଲେ ସେମାନେ ସେଇ ପୋଲ ପାଖରେ ରହି ସେଠାକାର ସୁନ୍ଦର ଦୃଶ୍ୟକୁ ଉପଭୋଗ କରି ଯାଉଥିଲେ। ତା ସହିତ କିଛି ମାଛ ଧରାଳି ବି କଣ୍ଟା ପକେଇ ସବୁଦିନ ମାଛ ଧରନ୍ତି। ସେଇ 4 ଜଣ ଝିଅ ବି ଯେତେବେଳେ କଲେଜରୁ ଫେରନ୍ତି ପ୍ରାୟ ସମୟ ସେଇ ପୋଲ ପାଖରେ ରହି ଖୁସି ମଜା କରି ଘରକୁ ଯାଆନ୍ତି। ମିକୁ ଗାଁରେ ଗୋଟିଏ ପିଲା ସେହି ବ୍ରିଜକୁ ମାଛ ଧରିବା ପାଇଁ ଆସେ। ସେ ମାଛ ଧରିବାରେ ବହୁତ ଧୁରନ୍ଧର ଥିଲା। ଗୋଟିଏ ଦିନ ଏହି 4 ଜଣ ଝିଅ କଲେଜରୁ ଫେରିଲା ବେଳେ ମିକୁକୁ ମାଛ ଧରୁଥିବାର ଦେଖିଲେ। ସେ 4 ଜଣ ଝିଅ ଭିତରୁ ଉର୍ମିଳା ନାଁରେ ଗୋଟିଏ ଝିଅ ଥିଲା। ତାକୁ ମାଛ ଧରିବା ଆଉ ଦେଖିବା ବହୁତ ଭଲ ଲାଗେ। ସେ ପାଖକୁ ଯାଇ କହିଲା, ମତେ ବି ଟିକେ ମାଛ ଧରିବା ଶିଖେଇ ଦିଅ। ଆରେ ତମ ଦ୍ୱାରା ଏଇ ଅପରିଷ୍କାର କାମ ହବନି, ତମେ ସେ ଦୂରରେ ଥାଇ ଖାଲି ଦେଖ। କଣ ପାଇଁ ଏଥିରେ ଅପରିଷ୍କାର କଥା କୋଉଠୁ ଆସିଲା? ମୁଁ ବି ତ ମାଛ ଖାଉଛି ନା। ହଉ ଠିକ ଅଛି, ତୁମେ ଏଠି ଠିଆ ହୁଅ, ଯେମିତି ମାଛ କଣ୍ଟାରେ ଲାଗିବ ମୁଁ କହିବି। ବହୁତ କଷ୍ଟରେ 5 ମିନିଟ ପରେ ଗୋଟେ ମାଛ କଣ୍ଟାରେ ଲାଗିଲା। ସାଙ୍ଗେ ସାଙ୍ଗେ କହିଲା, ଆରେ ଟାଣ ଟାଣ। ଉର୍ମିଳା ଜୋର ଲଗାଇ ଟାଣିଲା। ମାଛ ଟିକେ ବଡ ଥିବାରୁ ସେ ଟାଣି ପାରିଲାନି। ସେ ମିକୁକୁ ଡାକି କହିଲା, ଆରେ ତୁମେ ମୋ ସହିତ ଆସ ଟାଣିବ, ନହେଲେ ତୁମ ମାଛ ଖସି ପଳେଇବ। 2 ଜଣ ମିଶି ମାଛକୁ ବାହାର କଲେ। ତାପରେ ଉର୍ମିଳା ତା ଘରକୁ ଚାଲିଗଲା। ହେଲେ ମିକୁର ଅବସ୍ଥା ବହୁତ ଖରାପ ହେଇଗଲା। ସେ ରାତିରେ ଠିକ ସେ ଶୋଇ ପାରିଲାନି। ଉର୍ମିଳାର ମୁହଁ ସବୁବେଳେ ତା ମୁହଁରେ ନାଚି ଉଠିଲା, କାରଣ ମାଛ ଧରିଲା ବେଳେ ମିକୁର ହାତ କେତେବେଳେ ଉର୍ମିଳାର ହାତ ଉପରେ ତ ଆଉ କେତେବେଳେ ତା ହାତ ତଳେ। ସେଇ ସ୍ପର୍ଶକୁ ସେ ଭୁଲି ପାରିଲାନି। ସାରା ରାତି ଉର୍ମିଳା ବିଷୟରେ ଭାବି ଭାବି ଶୋଇଲା। ଆଉ ଯେମିତି ସକାଳ ହେଲା ସେ ବଂଶୀ କଣ୍ଟା ଧରି ବାହାରିଲା ମାଛ ଧରିବା ପାଇଁ। ଉର୍ମିଳା ଆଉ ତାର ସାଙ୍ଗ ଯେତେବେଳେ ସେ ରାସ୍ତା ଦେଇ କଲେଜ ଯାଉଥିଲେ, ମିକୁକୁ ଦେଖି ଉର୍ମିଳା କହିଲା, ଆରେ ଏତେ ସକାଳୁ ପୁଣି ଏକା ମାଛ ଧରିବା ପାଇଁ ଆସିଛ? ହଉ, ଆମେ ଫେରିଲା ପର୍ଯ୍ୟନ୍ତ ତୁମେ ଏଇଠି ଥିବ। ଉର୍ମିଳା ବହୁତ କରି କହିଲା, ମୁଁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥିବ, ଜମା ଯିବନି। ମିକୁ କୋଉ ଏତେ ଶୀଘ୍ର ଯିବା ପାଇଁ ଆସିଥିଲା କି? ସେ ତ ଏଥିପାଇଁ ହିଁ ଆସିଥିଲା ନା। ପାଖାପାଖି 2ଟା ବେଳକୁ ସେ 4 ଜଣ ଝିଅ ଆସିଲେ ଆଉ ପଚାରିଲେ, ଆରେ କୁହ କୋଉଠି ମାଛ ଲାଗିଛି? ପ୍ରଥମରୁ ଯେଉଁ ମାଛ ଲାଗିଥିଲା ତାକୁ ଜାଣି ଶୁଣି ମିକୁ ବାହାର କରିନଥିଲା। ସେ ଉର୍ମିଳାର ହିଁ ଅପେକ୍ଷା କରିଥିଲା। ମିକୁ କହିଲା, ଆରେ ଏବେ ଏବେ ଗୋଟେ କଣ୍ଟାରେ ଲାଗିଛି, ଆସ ଆସ ଧରିବ। ଏଥିରେ 2 ଜଣ ମିଶି 6-7ଟି ମାଛ ଧରିଲେ। କାଲି 2 ଜଣଙ୍କ ହାତ ସ୍ପର୍ଶ କରିଥିଲା। ଆଜି ଉର୍ମିଳାର ପୁରା ଦେହ ମିକୁକୁ ଛୁଇଁଥିଲା। କାଲି ପରି ଉର୍ମିଳାକୁ ବି ବହୁତ ମଜା ଆସିଥିଲା। ଉର୍ମିଳା ଘରକୁ ଗଲା ବେଳେ ମିକୁ କହିଲା, ଆରେ ମାଛ ତ ନେଇକି ଯାଅ, ତୁମେ ଧରିଛ ତୁମେ ନିଅ। ହଁ, ମୁଁ ରାସ୍ତାରେ ମାଛ ଧରିକି ଯିବି ତ ଲୋକ ମତେ କଣ କହିବେ? ଆଉ ଗୋଟିଏ ସାଙ୍ଗ କହିଲା, ଆରେ ମାଛ ଦେବା ପାଇଁ ଯଦି ଏତେ ଇଚ୍ଛା
ତ ରୋଷେଇ କରିକି ଖୁଆଅ। ପୁଣି ତା ପରଦିନ ସେ 4 ଜଣ ଝିଅ ଠିକ ସେଇ ସମୟରେ ସେ ପୋଲ ପାଖକୁ ଆସିଲେ। ମିକୁ ସେମାନଙ୍କୁ ଦେଖି କିଛି ଭଜା ମାଛ ଆଣି ସେମାନଙ୍କ ପାଖରେ ରଖି କହିଲା, ନିଅ ଖାଅ। ସେମାନେ କହିଲେ, ଆରେ ଆମେ ତ ଥଟାରେ କହିଦେଇଥିଲୁ, ଆଉ ତମେ ସତରେ ଆଣିଛ? ତାପରେ ମିକୁ ବାଧ୍ୟ କରିବାରୁ 4 ଜଣ ପୋଲ ତଳକୁ ଗଲେ। ମିକୁ ବି ତାଙ୍କ ସହିତ ଗଲା ଆଉ ସେମାନେ ସମସ୍ତେ ମିଶି ମାଛ ଖାଇଲେ। ତାପରେ ସେମାନେ ଘରକୁ ଗଲେ। କିନ୍ତୁ ରାସ୍ତାରେ ଗଲାବେଳେ ଝିଅମାନେ ଉର୍ମିଳାକୁ ଚିଡେଇଲେ କି ସେ ଖାସ କରି ତୋ ପାଇଁ ମାଛ ଭଜା ଆଣିକି ଆସିଥିଲା, ତୁ ବହୁତ ଭଲ ପିଲା ନା କହିକି ଚିଡେଇବାରେ ଲାଗିଲେ। ଉର୍ମିଳା ରାଗିକି କହିଲା, ହଁ ମୁଁ ତ ଏକା ଖାଇଛି ନା, ତୁମେ ମାନେ ତ ଖାଇନ। ମୋର ତ ଇଚ୍ଛା ନଥିଲା, ତୁମେ ମାନେ ବାଧ୍ୟ କରିବାରୁ ମୁଁ ଖାଇଲି। ଆରେ ଠିକ ଅଛି, ଏତେ ରାଗୁଛୁ କଣ ପାଇଁ? ପିଲାଟା ବହୁତ ଭଲ, ସେ ତୋ ପାଇଁ ହିଁ ରଖିଥିଲା। ଉର୍ମିଳା ସିନା ସାଙ୍ଗମାନଙ୍କ ଉପରେ ରାଗି ଚୁପ୍ କରେଇଥିଲା, କିନ୍ତୁ ସେ ସେଇ କଥାକୁ ସିରିୟସଲି ନେଇଗଲା। ସେ ନିଜେ ଘରକୁ ଗଲା ପରେ ମିକୁ କଥା ହିଁ ଭାବୁଥିଲା। ପରଦିନ କଲେଜ ଗଲାବେଳେ ସବୁଦିନ ପରି ମିକୁ ସେ ପୋଲ ପାଖରେ ଥିଲା। ଉର୍ମିଳା ତାକୁ ଦେଖି ଟିକେ ମୁରୁକି ହସି କହିଲା, ଆସିଲେ କଥା ହେବି, ଅପେକ୍ଷା କରିଥିବ, ଯିବନି। ସମୟ 2ଟା ବେଳକୁ 4 ସାଙ୍ଗ ମିକୁ ପାଖକୁ ଆସିଲେ। ମିକୁକୁ ଉର୍ମିଳା ସିଙ୍ଗିଡା ଯାଚିଲା। ଆରେ ସିଙ୍ଗଡା କିଏ ଆଣିଛ? ଉର୍ମିଳା କହିଲା, ମୁଁ ତୁମ ପାଇଁ ଆଣିଛି। ତାପରେ ସମସ୍ତେ ମିଶି ଖାଇଲେ। ଉର୍ମିଳା କହିଲା, ତୁମେ ଆମକୁ ମାଛ ଖୁଆଇଥିଲ, ଆମେ ତୁମକୁ ସିଙ୍ଗଡା ଖୁଆଉଛୁ। ମିକୁ କହିଲା, ମୁଁ ତ ତୁମକୁ ମାଛ ଧରିବା ଶିଖେଇଛି, ତାହେଲେ ତୁମେ ମତେ କଣ ଶିଖେଇବ? ଆରେ ଆମେ ତୁମକୁ କଣ ଶିଖେଇବୁ, ଆମେ ପାଠ ପଢିଛୁ, ଆସ ତୁମକୁ ପାଠ ପଢେଇବୁ। ମିକୁ କହିଲା, ମୁଁ ବି ପାଠ ପଢିଛି, ଭୁବନେଶ୍ୱର କଲେଜରେ ବଟନୀରେ ପିଜି କରିଛି, ଏବେ ଏବେ ମୋର ପଢା ଶେଷ ହେଇଛି। ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ହେଇକି ପଚାରିଲେ, ତାହେଲେ ତମେ ମାଛ କାହିଁକି ଧରୁଛ? ମୋ ମାଙ୍କ ଦେହ ଖରାପ ଅଛି, ଡକ୍ଟର କହିଛନ୍ତି ମାଛ ଖାଇବା ପାଇଁ, ଆଉ ମୋର ଜାତି ବି କେଉଟ, ସେଥିପାଇଁ ସବୁଦିନ ଏଇ ପୋଲକୁ ଆସି ମାଛ ଧରେ। ୟା ପରେ ସେମାନେ 4 ଜଣ ଘରକୁ ଗଲେ। ସବୁଦିନର ଦେଖା ଚାହାଁରେ ଉର୍ମିଳା ଆଉ ମିକୁ ଭିତରେ ଧୀରେ ଧୀରେ ପ୍ରେମର ସମ୍ପର୍କ ଗଢି ଉଠିଲା। ସେମାନେ 2 ଜଣ ସବୁଦିନ ସେ ପୋଲରେ ଦେଖା କରନ୍ତି, ଏମିତିକି ରାସ୍ତାରେ ମଧ୍ୟ। ଏହା ଭିତରେ ଉର୍ମିଳାର ଘର ଲୋକ ସେମାନଙ୍କ ଭଲ ପାଇବା ବିଷୟରେ ଜାଣିଦେଲେ। ଉର୍ମିଳାର ପରିବାର ଧନୀ ସହିତ ଗୁଣ୍ଡା ଥିଲେ। ଗୋଟିଏ ଦିନ 4-5 ଜଣ ଲୋକ ଗାଡିରେ ଯାଇ ପୋଲ ପାଖରେ ବସିଥିବା ମିକୁ ଉପରେ ଆକ୍ରମଣ କଲେ। ମିକୁ କିଛି ବି ବୁଝି ପାରିନଥିଲା କି ସେମାନେ କାହିଁକି ତାକୁ ମାରୁଛନ୍ତି। ସେମାନଙ୍କ ଭିତରୁ ଜଣେ ମିକୁକୁ କହିଲା, ଦେଖ ପୁଅ, ତୋର ଓକାତରେ ତୁ ରହ, ଦେଖିବୁ ତ କୋଉ ଦିନ ମାରିକି ପକେଇଦେବି, କେହି ବି ଜାଣିପାରିବେନି। ମିକୁ ଏବେ ବୁଝିପାରିଲା। ତାପରେ କିଛି ଦିନ ପାଇଁ ଆଉ ପୋଲ ଆଡେ ଆସିଲାନି। ହେଲେ ଭଲ ପାଇବା ତ ଅନ୍ଧ। ମିକୁ ଉର୍ମିଳାକୁ ନ ଦେଖି ଅନ୍ଧ, ଆଉ ଉର୍ମିଳାର ବି ଅବସ୍ଥା ଠିକ ସେହିପରି ହୋଇଥିଲା। 4-6 ଦିନ ପରେ ପୁଣି ମିକୁ ପୋଲକୁ ଆସିଲା, ଆଉ ପୁଣି ଥରେ ମିକୁ ଆଉ ଉର୍ମିଳା ଦେଖା କଲେ। ଗୋଟିଏ ଦିନ ପୁଣି ଉର୍ମିଳାର ଭାଇ ଆସି ମିକୁକୁ ବହୁତ ମାରିଲେ। ଏମିତିକି ଜୀବନ ବଞ୍ଚିବା ପାଇଁ ମିକୁକୁ ପାଣି ଭିତରକୁ ଡେଇଁବାକୁ ପଡିଲା। ହେଲେ ବି 2 ଜଣ ଦେଖା କରିବା ବନ୍ଦ କଲେନି। ଗୋଟିଏ ଦିନ 2 ଜଣ ମନ୍ଦିରରେ ଯାଇ ବାହାଘର ମଧ୍ୟ ହୋଇଗଲେ। ଉର୍ମିଳାର ଘର ଲୋକ ଦେଖିଲେ ଏମାନେ 2 ଜଣ କିଛି ବି ମାନୁନାହାନ୍ତି, ତ ସେମାନେ ମିକୁ ଉପରେ ଇଆଡୁ ସିଆଡୁ ମିଛ କେସ୍ କରି 2-3 ମାସ ପାଇଁ ଜେଲ ପଠେଇଦେଲେ। ଏହି ଭିତରେ ଉର୍ମିଳାର ବାହାଘର ଠିକ କରି ବାହାଘର ମଧ୍ୟ କରେଇଦେଲେ। ଉର୍ମିଳାର ବାହାଘର ସମୀର ସହିତ କରେଇଦେଲେ। ଆଉ ପ୍ରଥମ ରାତିରେ ଉର୍ମିଳା ସମୀରକୁ ସେ ମରିବା କଥା କହିଥିଲା। ଏହି କଥା ଶୁଣି ସମୀର ରାଗିକି କହିଲା, ଏତେ ପଇସା ଖର୍ଚ୍ଚ କରି ବାହାଘର ହୋଇ ତୁମକୁ ମୋ ଘରକୁ ଆଣିଛି, କଣ ଏତେ ସହଜରେ ତୁମକୁ ମରିବା ପାଇଁ ଦେଇଦେବି? ତୁମ ସହିତ କଣ ହେଇଛି ଆଉ ତୁମେ କଣ କରିଛ ମୋର କିଛି ଯାଇ ଆସେ ନାହିଁ। ଏବେ ତୁମେ ମୋର ହେଇସାରିଛ, ମୁଁ ତୁମକୁ ଯେମିତି ହେଲେ ବି ରଖିବି। ସମୀର ଠାରୁ ଏତିକି ଶୁଣି ଉର୍ମିଳା କହିଲା, ତୁମେ ଯାହା କରୁଛ କର, ଦିନେ ନା ଦିନେ ତ ମତେ ଏକା ଛାଡିବ ନା, ଏତେ ଜଗିବ, ମୁଁ ସେଇଦିନ ମରିଯିବି। ଏତିକି କହି ସେ ତାର ପ୍ରେମ କାହାଣୀ ବିଷୟରେ ସବୁ କିଛି ସମୀରକୁ କହିଦେଲା। ବହୁ ସମୟ କଥାବାର୍ତ୍ତା ହେବା ପରେ ହଠାତ୍ ସମୀର ରୁମ ବାହାରକୁ ଯାଇ 5 ମିନିଟ ପରେ ପୁଣି ରୁମକୁ ଆସିଲା, ଆଉ ତା ପଛେ ପଛେ ମିକୁ ବି ଆସିଲା। ମିକୁ କହିଲା, ଆରେ ଉର୍ମିଳା। ସେ ମିକୁର ସ୍ୱର ଶୁଣି ଚମକି ପଡିଲା, ଆଉ କିଛି ସମୟ ପାଇଁ କେବଳ ମିକୁ ଆଉ ସମୀରକୁ ଦେଖି ରହିଲା। ସମୀର କହିଲା, ଦେଖ ତୁମ ମିକୁ ଆସିଗଲା। ଉର୍ମିଳା ମିକୁକୁ ଦେଖି ଏତେ ଖୁସି ହୋଇଗଲା ଯେ ସାଙ୍ଗେ ସାଙ୍ଗେ ମିକୁକୁ କୁଣ୍ଢେଇ ଧରି ବହୁତ କାନ୍ଦିଲା। ତାକୁ ତ ଏସବୁ ସ୍ୱପ୍ନ ପରି ଲାଗୁଥିଲା। ଏସବୁ କଣ ହେଉଛି କିଛି ବି ବୁଝି ପାରୁନଥିଲା। ତାପରେ ସେଇ ରୁମକୁ ଆହୁରି 3-4 ଜଣ ସମ୍ପର୍କୀୟ ଆସିଲେ ଆଉ ଖୁସିରେ ତାଳି ମାରିଲେ।
ଏ ସବୁ କଣ ହେଉଛି ଉର୍ମିଳା କିଛି ବି ବୁଝି ପାରୁନଥିଲା। ସେ ଭାବିଲା ମୋ ସହିତ ଏମାନେ କିଛି ଷଡଯନ୍ତ୍ର କରୁନାହାନ୍ତି ତ। ତାପରେ ସମୀର ସବୁ ଘଟଣା କହିଲା। ଯେଉଁଦିନ ମିକୁ ଜାମିନରେ ଘରକୁ ଆସିଥିଲା ତାପରେ ବାହାଘର କାର୍ଡରୁ ଠିକଣା ଦେଖି ସମୀର ଘରେ ଆସି ପହଞ୍ଚିଥିଲା। ଆଉ ସେ ସେଠି ଜାଣିବାକୁ ପାଇଲା ଯେ ସମୀର ଆଉ ସେ ଏକାଠି ପଢୁଥିଲେ। ସମୀର ଯେତେବେଳେ ମିକୁକୁ ଦେଖିଲା ଆଶ୍ଚର୍ଯ୍ୟ ହୋଇଗଲା। ସେ ଭାବିଲା ତାକୁ ତ ମୁଁ ଡାକି ନଥିଲି, ହେଲେ ଇଏ କେମିତି ଆସିଲା? ହଉ ସେ ଯାହା ହେଉ। ମିକୁ ପାଖକୁ ଯାଇ ତାକୁ କହିଲା, ଆରେ ସାଙ୍ଗ, ଯଦି ଆସିଲୁ ଏତେ ଡେରିରେ କାହିଁକି ଆସିଲୁ? ମିକୁ କିଛି ନ କହି ଗୁମସୁମ ରହିଲା। ସମୀର କହିଲା, ଆରେ ମନ ଦୁଃଖ କାହିଁକି କରୁଛୁ? ତାପରେ ମିକୁ ସବୁ କାହାଣୀ ସମୀରକୁ କହିଲା। ଆରେ ସାଙ୍ଗ ଦେଖ, ଆଜିର ଦିନରେ ଏପରି କଥା ତୁ ଆଦୌ କହନି। ଆଉ ତୁ ଯଦି ତାକୁ ଏତେ ଭଲ ପାଉଥିଲୁ ଆଉ ସେ ବି ତତେ ଏତେ ଭଲ ପାଉଥିଲା ତ ତୁମେ ଦୁଇ ଜଣ ବାହାଘର କଣ ପାଇଁ ହେଲନି? ମିକୁ କହିଲା, ତୁ କଣ ଭାବୁଛୁ ମୁଁ ଚେଷ୍ଟା କରିନି? ଉର୍ମିଳାର ପରିବାର ଲୋକ ମତେ ଦୁଇ ଥର ମାରିବା ପାଇଁ ଚେଷ୍ଟା କରିଛନ୍ତି। ଏହି ସବୁ କଥା ଶୁଣି ସାରିଲା ପରେ ସମୀର କଣ କରିବ କିଛି ବି ନିଷ୍ପତ୍ତି ନେଇ ପାରିଲା ନାହିଁ। ତେଣୁ ସେ ବାଧ୍ୟ ହୋଇ ତା ବାପାଙ୍କୁ ଡାକିଲା। ସମୀରର ବାପା ସମୀର ଆଉ ମିକୁ ବହୁତ ସମୟ ଧରି ବହୁତ ଆଲୋଚନା କଲେ। ଏହି ସମୟରେ ସମୀର ମିକୁ ହାତରେ ଗୋଟେ ଚିଠିଟିଏ ଦେଖିଲା, ଯେଉଁଠିକି ମିକୁ ଜେଲରେ ଥିଲା ବେଳେ ଉର୍ମିଳା ତାଙ୍କ ଘରକୁ ପଠାଇଥିଲା। ସେଇ ଚିଠିରେ ଉର୍ମିଳା ଲେଖିଥିଲା କି, ତମେ ଜେଲରେ ଥିଲା ବେଳେ ମୁଁ ଏଠି ବାହାଘର ହେଉଛି ସତ, ମୋର ଆଦୌ ବି ଇଚ୍ଛା ନାହିଁ। ମୋ ବାପା ମାଙ୍କର ମୋ ଉପରେ ଯେଉଁ ଅଧିକାର ଅଛି ସେଇ ଅନୁସାରେ ମୋ ବାହାଘର ତ ହେଉଛି ସତ, କିନ୍ତୁ ବାହାଘର ପରଦିନ ମୋର ଶବ ମୋ ଘର କବାଟ ଆଗରେ ଥିବ, ଏଇଟା ମୁଁ ତୁମକୁ କଥା ଦେଉଛି। କାଗଜ ଦେଖି ସମୀର ଆଉ ତା ବାପା ଚିନ୍ତାରେ ରହିଗଲେ। ଏବେ କଣ କରିବେ କିଛି ବି ବୁଝିପାରିଲେନି। ତାପରେ ସମୀର ଉର୍ମିଳା ପାଖକୁ ଯାଇ ବହୁତ ବୁଝାଇଲା କି ତୁମେ ତାକୁ ଭୁଲି ଯାଅ, କିନ୍ତୁ ଉର୍ମିଳା ତାର ଜିଦରେ ଅଟଳ ରହିଲା। ତାପରେ ସମୀର ଆଉ ତାର ବାପା ଉର୍ମିଳାକୁ ମିକୁ ହାତକୁ ଦେଲେ ଆଉ କହିଲେ, ତୁମେ ଏବେ ଆକୁ ନିଅ, ତୁମର ଆଉ କେହି କିଛି ବି କ୍ଷତି କରିବେନି। କାରଣ ସମୀରର ବାପା ସେଇ ସହରର ଜଣେ ଜଣାଶୁଣା ଓକିଲ ଥିଲେ। ସେ କହିଲେ, ୟା ପରେ ତୁମକୁ କେହି ହଇରାଣ କଲେ ତାଙ୍କ କଥା ମୁଁ ବୁଝିବି। ତାପରେ ମିକୁ ସମୀରର ହାତ ଧରି କହିଲା, ମୁଁ କେମିତି ତୋ ଋଣ ସୁଝିବି ମୁଁ କିଛି ବି ଜାଣିପାରୁନି। ସମୀର କହିଲା, ଗୋଟେ ରାସ୍ତା ଅଛି, ମୋ ପାଇଁ ଉର୍ମିଳା ପରି ଗୋଟେ ଝିଅଟେ ଖୋଜିଦବୁ। ତୁ କେମିତି କେଉଠୁ ଆଣିବୁ ମୁଁ କିଛି ବି ଜାଣିନି, କିନ୍ତୁ ମୋ ପାଇଁ ଉର୍ମିଳା ପରି ଝିଅଟେ ଖୋଜିକି ଆଣିବୁ। ଏବେ ମିକୁ ଆଉ ଉର୍ମିଳା ବହୁତ ଖୁସିରେ ଅଛନ୍ତି। ଉର୍ମିଳାର ପରିବାର ଲୋକ ସେ ଦୁଇ ଜଣଙ୍କର ଆଉ କିଛି ବି କ୍ଷତି କରିପାରିଲେନି। ମୋର ପ୍ରିୟ ଶ୍ରୋତା ବନ୍ଧୁ ମାନେ, ଇଏ ଥିଲା ଆମର ଆଜିର କାହାଣୀ। এই କାହାଣୀରେ ମୋ ଦ୍ୱାରା କିଛି ତ୍ରୁଟି ଥିଲେ ପ୍ଲିଜ ମତେ କ୍ଷମା କରିଦେବେ। କାହାଣୀଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଜଣାଇବେ। ଏହି ଭିଡିଓଟିକୁ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ କରିଦେବେ। ରହିଲି, ଧନ୍ୟବାଦ।